ଏକ ପ୍ରେରଣାଦାୟକ ଘଟଣା। ଏକଦା ଏକ ସହର ଥିଲା। ସେଠାରେ ଜଣେ ପ୍ରସିଦ୍ଧ ଚିତ୍ରକାର ରହୁଥିଲେ। ଦିନେ ସେହି ଚିତ୍ରକାର ଏକ ବହୁତ ସୁନ୍ଦର ଚିତ୍ର ତିଆରି କଲା ଏବଂ ସହରର ଭିତରେ ଏକ ଛକଠାରେ ରଖିଦେଲେ ଏବଂ ତଳେ ଲେଖିଛନ୍ତି, ଯେକୌଣସି ଠାରେ ଯଦି ଆପଣଙ୍କୁ ଫଟୋରେ କୌଣସି ତ୍ରୁଟି ଦେଖନ୍ତି ତାହେଲେ ସେଠାରେ ଚିହ୍ନିତ କର। ଯେତେବେଳେ ସନ୍ଧ୍ୟାରେ ଚିତ୍ରକାର ପୁଣି ସେଠାକୁ ଯାଇ ଚିତ୍ର ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକି ନା ତାଙ୍କର ପୁରା ଚିତ୍ର ଦାଗ ଦ୍ୱାରା ଖରାପ ହୋଇଯାଇଥିଲା। ସେ ଏସବୁ ଦେଖିକରି ବହୁତ ଦୁଃଖ ହେଲେ। ସେ କିଛି ବୁଝିପାରୁନଥିଲେ କି ବର୍ତ୍ତମାନ କ'ଣ କରିବେ। ସେ ଦୁଃଖରେ ବସିଥିଲେ। ସେତେବେଳେ ଚିତ୍ରକାରର ଏକ ବନ୍ଧୁ ସେ ରାସ୍ତା ଦେଇ ଯାଉଥିଲା। ତାଙ୍କ ବନ୍ଧୁଟି ପଚାରିଲେ, ସାଙ୍ଗ, କ'ଣ ହେଲା? ତୁମେ ଏତେ ଦୁଃଖରେ କାହିଁକି ବସିଛ? ତାପରେ ଚିତ୍ରକାର ପୁରା ଘଟଣା ବନ୍ଧୁକୁ କହିଲା। ତାପରେ ବନ୍ଧୁଟି କହିଲା, ଗୋଟିଏ କାମ କର, ଆସନ୍ତାକାଲି ଆଉ ଗୋଟିଏ ଚିତ୍ର ବନା ଏବଂ ଏହା ଉପରେ ଲେଖ, ଯାହାକୁ ବି ଯଦି ଏହି ଚିତ୍ରରେ ଯେକୌଣସି ସ୍ଥାନରେ କିଛି ଅଭାବ ଦେଖନ୍ତି ତେବେ ସେ ଏହାକୁ ଠିକ୍ କରିବେ। ପରଦିନ ଚିତ୍ରକାରଟି ଏମିତି ହିଁ କଲା। ସେହି ସନ୍ଧ୍ୟାରେ ଯେତେବେଳେ ସେ ନିଜ ଚିତ୍ର ଦେଖିଲେ ତ ସେ ଦେଖିଲେ ଯେ ଚିତ୍ରରେ କେହି କିଛି କରିନାହାନ୍ତି। ଚିତ୍ର ଯେମିତି ଥିଲା ସେମିତି ହିଁ ଅଛି। ବର୍ତ୍ତମାନ ଚିତ୍ରକାର ଜଗତର ମାର୍ଗ ବୁଝି ଯାଇଥିଲେ। ସେ ଜାଣିଲେ ଯେ ଦୋଷ ଖୋଜିବା, ଅନ୍ୟମାନଙ୍କୁ କଷ୍ଟ ଦେବା, ନିନ୍ଦା କରିବା, ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବା ସହଜ ଅଟେ, କିନ୍ତୁ ସେହି ଅଭାବକୁ ଦୂର କରିବା ପାଇଁ ଅତ୍ୟନ୍ତ କଷ୍ଟକର। ଶିକ୍ଷା: ଯଦି ଆପଣଙ୍କୁ ଉପରୁ ଉଠିବାକୁ ଇଚ୍ଛା ଅଛି ତାହେଲେ ଲୋକଙ୍କ କଥାରେ ନୁହେଁ, ନିଜର କଠିନ ପରିଶ୍ରମରେ ଧ୍ୟାନ ଦିଅ। ଲୋକଙ୍କ ପାଖରେ ତ ଅନ୍ୟର ତ୍ରୁଟି ଖୋଜିବା ପାଇଁ ସମୟ ଅଛି, କିନ୍ତୁ ତ୍ରୁଟିର ସମାଧାନ ଖୋଜିବା ପାଇଁ ସମୟ ନାହିଁ।